ବୋଉ ଯୋଉ କାମ ତମକୁ ଆସୁନି ସେ କାମ କରନ, ଅଯଥା ଖର୍ଚ୍ଚ ବଢୁଛି ତମ ପାଇଁ। ହଁ ମୋ ପାଇଁ ଆଗା ଘରେ ସବୁ ଅଧିକା ଖର୍ଚ୍ଚ ହେଇଯାଉଛି। ତୁ ତା କଥା ଭାବିକିରି ଦୁଃଖ କରୁଛୁ ଲୋ ମନରେ। ହଁ ଏମିତି କାହିଁ ବସଛୁ? ନାଇଁ ରେ, ସେ ବାଜେ ଖର୍ଚ୍ଚ କହିଲା ବୋଲି ମୁଁ ମନ ଦୁଃଖ କରୁନି। ମନେ ଅଛି ନା ବୋଉ, ମୁଁ ସ୍କୁଲରେ ପଢିଲା ବେଳୁ ତୁ ଧୂପକାଠି କୋଳରେ ରଖିଥିବା 200 ଟଙ୍କା ଟା ମୁଁ ପକେଇ ଦେଇଥିଲି ନେଇକି କୋଉଠି। ସେଥିପାଇଁ ତୁ କେତେ କାନ୍ଦିଥିଲୁ। ଆଉ ଏବେ ତୁ ନିଜେ ମୋ ପକେଟରେ 2,000 ପକେଇ ଦଉଛୁ ଯାଇରି ଖର୍ଚ୍ଚ କରେ ବୋଲିରି। ସମୟଟା ବଦଳି ଯାଇଛି। ଆମେ ଆଜି ଖର୍ଚ୍ଚ କରୁନେ, ସିଏ ଏବେ ଆସିଲା। ତୁ ତ ମତେ କେବେ କହିନୁ ବାଜେ ବୋଲିରି। ଖର୍ଚ୍ଚ କେମିତି ହଉଛି କଣ ମୁଁ ଜାଣିନି? ଏ ଧର୍ମ ସଙ୍କଟ ଭିତରେ ମୁଁ ପୁରା ଛନ୍ଦି ହେଇଗଲିଣି। ମୋ ପିଲାମାନେ କେମିତି କଣ ମୁଁ ଜାଣିନି କି? ସେଇଥିପାଇଁ ତୁ କାହିଁ ଧର୍ମ ସଙ୍କଟରେ ପଡୁ? ସେ ଆସିଲା ପରେ ମତେ ଲାଗୁଛି ଯେ ମୁଁ ତୋଠୁ ଦୂରେଇ ଦୂରେଇ ପଳଉଛି। ସିଏ ତୋ ଭରସାରେ ଏଇଠି ଅଛି, ଆଉ ତୁ ଯଦି ତାକୁ ସପୋର୍ଟ କରୁନୁ ତାକୁ କିଏ କରିବ? ତୋ ବାବା ଆଜି ମତେ ସପୋର୍ଟ କରିଥିଲେ ବୋଲି ଆଜି ମୁଁ ଏଇଠି ଅଛି। ସେ ତତେ ଏତେ କଥା କହିଲା, ମୁଁ କିଛି କହିଲିନି ସେଇଠି। ତୁ ଯେତେବେଳେ ତାକୁ ସପୋର୍ଟ କରୁ ନା, ମୁଁ ସେତେବେଳେ ଜାଣିକି ଯେ ମୋ ପିଲାକୁ ମୁଁ ଯୋଉଟା ଶିଖେଇଥିଲି ସେ ସେଟା ଠିକ କରିଛି। ତୁ ମତେ କ୍ଷମା କରିଦବୁ ବୋଉ। ମା ସବୁବେଳେ ମା, ପୁଅ ପାଇଁ ଯେମିତି ବୋଉ ପାଇଁ ସେମିତି, କେବେ କାହା ପାଇଁ ପାତର ଅନ୍ତର ନାହିଁ।